କୁହନ୍ତି କି ବନ୍ଧୁବାନ୍ଧବ ବଦଳାଇ ପାରିବା କିନ୍ତୁ ପଡ଼ୋଶୀ ନୁହେଁ। ହେଲା ନା? ବନ୍ଧୁବାନ୍ଧବ ଠାରୁ ବି ପଡ଼ୋଶୀ ଅଧିକା। ଚାଲନ୍ତୁ ଜାଣିବା ଏହି ପରିବାର ବିଷୟରେ। ତାଙ୍କ ପଡ଼ୋଶୀ ସହିତ ସମ୍ପର୍କ କେମିତି? ଘରେ କିଏ ଅଛନ୍ତି? ଗୀତା ଆଇଛି। ଆଉ କଣ କରୁଛ ସମସ୍ତେ? ଗୀତା ତୁ ପୁଣି ଆସିଗଲୁ? କ୍ଷମା କରିଦେ, ଜାଣିପାଇଲିନି। କ୍ଷମା କଣ ମାଗୁଛ ମ? ଖାଲି କଣ ଦବା ନବା ପାଇଁ ମୁଁ ଆସିଛି? ମୁଁ ଗୋଟେ ଜାଗା ଆଣିଥିଲି। କଣ ଆଜି ହେଇଛି ଘରେ ତରକାରୀ ପତ୍ର? ଗୀତା ହେଉଛି ୟାଙ୍କର ପଡ଼ୋଶୀ। ଆସିବାର ବେଳ ଥିଲା ନା ଯିବାର? ଯେତେବେଳେ ମନ ହଉଥିଲା ପଳେଇ ଆସୁଥିଲା। ଏମାନେ ତାଙ୍କୁ କିଛି ବି କହିପାରୁନଥିଲେ ଯେହେତୁ ପଡ଼ୋଶୀ। ଗୋଟିଏ ଦିନ କଣ ହେଇଛି ନା, ବୋଉ, କାଲି ବି ତରକାରୀ ଖୋଇନଥିଲୁ। ଆଜି ତରକାରୀ ଖାଇବାକୁ ମିଳିବ ନା ନାଇଁ? ସବୁଦିନ ସେଇ ରୁଟି ଡାଲି ଖାଲି କରିକି ଦେଇ ଦଉଛୁ। ମା, ମୁଁ ଆଜି ପନିର ତରକାରୀ ବନେଇଛି। ଜଲ୍ଦି ଜଲ୍ଦି ଖାଇଦିଅ, ବାସନ ଧୋଇଦେବି। ନହେଲେ କୁଆଡୁ ସେ ଗୀତା ଆଣ୍ଟି ପଳେଇ ଆସିବେ ଯେ ପୁଣି ପଚାରିବେ ଘରେ କଣ ତରକାରୀ ହେଇଛି ନା ନାଇଁ। ସିଏ ତ ଡେଲି ଆସି ତରକାରୀ ନେଇଯାଉଛନ୍ତି। ମୁଁ କୋଉଠୁ ଆଣିବି ଏତେ ତରକାରୀ? ତାଙ୍କ ଘରେ କଣ ରୋଷେଇ ହଉନି କି? ଗୀତା ନା ଉଠିବାରୁ ଘରେ ଝଡ଼ ସୃଷ୍ଟି ହେଇଗଲା। ନିଜ ନିଜ ଭିତରେ ଟଣା ଓଟରା ହେଲେ। ଠିକ୍ ସେଇ ସମୟରେ ବେଲ୍ ବାଜିଲା। କହୁ କହୁ ତା କଥା ସେ ଆସିଗଲାଣି। ଗଲୁ ଗଲୁ, ଖାଇବା ଗୁରା ସବୁ ଭିତରେ ରଖିଦେଲୁ। ହେ ଭଗବାନ, ଯାହା ହଉଛି ହେଇଯାଉ, କିନ୍ତୁ ମୁଁ ଖାଇବି। ଏ ଗୀତା ଆଣ୍ଟି ଆଉ ଆମକୁ ରଖେଇ ଦବନି। କିନ୍ତୁ କଣ କରିବା ପୁଅ? ବୋହୂ କବାଟ ଖୋଲିଲା ଏବଂ ଯେମିତି ପ୍ଲେଟରେ ରୁଟି ଦେଲା। ଆରେ ପୁଅ, ତୁ ଆସିଛୁ? ଚାଲ, ମା ପୁଅ ସାଙ୍ଗ ହେଇକି ଆଜି ଆମେ ଖାଇବା ଖାଇବା। ଆରେ ଗୀତା, ମୋ ପୁଅ କାଲିଠାରୁ ଶୋଇନି। ସେ ଆଜି ଜଲ୍ଦି ଖାଇକି ଶୋଇବ। ମୁଁ ଯେମିତି ତା ରୁଟିଟା ଖାଇ ଦଉଛି ଏକେଲା। ମୁଁ ତ କହୁଥିଲି ଆମେ ମିଶିକି ସାଙ୍ଗ ହେଇକି ଖାଇବା ଖାଇବା ବୋଲି। ମାଉସୀ କ୍ଷମା କରିବେ, ସେ କାହା ସହିତ ସାଙ୍ଗ ହେଇ ଖାଇବାକୁ ଭଲ ପାଆନ୍ତିନି। ଦେଖୁନ, ବାହାଘର ଏତେ ବର୍ଷ ହେଲାଣି, କେବେ ବି ମୋ ସହିତ ବସି ସାଙ୍ଗ ହେଇକି ଖାଇନାହାନ୍ତି। ଝିଅ, ତୁ ତ କାଲି ଆସିଛୁ। ମୁଁ ତ ଆକୁ ଛୋଟବେଳୁ ଜାଣିଛି। ଆକୁ ମୁଁ ମୋ ନିଜ କୋଳରେ ବସେଇ ନିଜ ହାତରେ ହିଁ ଖୋଇଦିଏ। କଣ କିରେ ମୋଟୁ ପୁଅ, ମନେ ନାହିଁ କିଛି କଥା? ମାଉସୀ, ମୋ ନାଁ ମୋଟୁ ନୁହଁ, ରାଜୁ। ରାଜୁ। ଆପଣ ଜାଣିନାହାନ୍ତି କି ମୋ ନାଁ ରାଜୁ ବୋଲି? ଆରେ ପୁଅ, ଭୁଲିଗଲୁ? ମୁଁ ହିଁ ତ ତୋ ନାଁ ରଖିଥିଲି। ନହେଲେ ତ ତୋ ମା ତତେ ଗୋବରା ଡାକୁଥିଲା। ମାଉସୀ ସତରେ? ଯାହା ହଉ, ଆପଣ ଗୋଟେ ଭଲ ନାଁ ଦେଇଛନ୍ତି। ଧନ୍ୟବାଦ ମାଉସୀ। ଆଙ୍କ ନାଁ ଏଇଆ ଡାକୁଥିଲେ ମୁଁ ଆଙ୍କୁ କେବେ ବି ବାହା ହେଇନଥାନ୍ତି। ଆଉ ମାଉସୀ, ନିଅନ୍ତୁ ଚା ପିଅନ୍ତୁ। ବୋହୂ ତା ଶାଶୁକୁ ଦେଖୁଛି। କିଛି ସମୟ ପୂର୍ବରୁ ଯିଏ ତାକୁ ଗାଳି କରୁଥିଲା, ସିଏ ଏବେ ତାକୁ ଚା ପିଉଛି। ବାବାରେ ବାବା! ଆରେ ବୋହୂ, ଟିକେ ଡ୍ରଇଂ ରୁମ୍ ଏସିଟା ବନ୍ଦ କରିଦେଲୁ। ମୋର ଅଣ୍ଟାଟା କାହିଁ କଣ ହେଇଯାଉଛି। ଯାଉଛି ଏ ସୋଫାରେ ଟିକେ ଗଡ଼ିଯିବି, ମୋ ଅଣ୍ଟାଟା ଠିକ୍ ଲାଗିବ। ଗୀତା ସୋଫା ଉପରେ ଶୋଇପଡ଼ିଲା। ଶାଶୁ ବୋହୂ ନିଜ ମୁହଁକୁ ଚାହିଁ ଚାହିଁ ହୋଇ ନିଜ ନିଜ କାମରେ ଲାଗିଲେ। ଏ ବୋହୂ, କେବେ ଏଇ ଗୀତା ତରକାରୀ ନେବା ବନ୍ଦ କରୁଛି ନା କଲିଂ ବେଲ୍ ମାରିଲେ ଆମେ ଗେଟ୍ ଖୋଲିବା ବନ୍ଦ କରୁଛେ? ମା, ଆମ ପଡ଼ୋଶୀ ବନ୍ଧୁବାନ୍ଧବଙ୍କ ଠାରୁ ଅଧିକ ନିଜର ନା? ହଁ ହଁ, ତୁ କହିବୁନୁ କାହିଁକି ଯେ? ତୁ ହିଁ ତ ତାକୁ ସବୁ ମୁଣ୍ଡରେ ବସେଇଛୁ। ଯେତେବେଳେ ଆସିବ ତାକୁ ଆଉ ଟିକେ ଭଲ କରି ଚା ପିଆ, ଯିଏକି ସବୁବେଳେ ଆସି ବେଲ୍ ମାରିବ। ବୋହୂ, ଏ ବୋହୂ, ଜାଣିଛୁ କାଲି ମୋର ଭଉଣୀର ପୁଅ ବୋହୂ ଆସୁଛନ୍ତି। ତାଙ୍କର ନୂଆ ବାହାଘର ହେଇଛି ତ, ମୁଁ ତାଙ୍କୁ ଆମ ଘରକୁ ଇନଭାଇଟ୍ କରିଛି। ଚାଲ ମିଶିକରି ତାଙ୍କ ପାଇଁ ଭଲ ଖାଇବା ବନେଇଦବା। ନା ମା, ଥାଉ, ଆପଣ ରେଷ୍ଟ କରନ୍ତୁ। ମୋତେ ଖାଲି କହିଦିଅନ୍ତୁ କଣ ବନେଇବାର ଅଛି, ମୁଁ ସେହା ବନେଇଦେବି। ହଉ, ସେ ବୋହୂଟା ତ ସାଉଥ୍ ଇଣ୍ଡିଆନ୍ ପିଲା। ତୁ ଗୋଟେ କାମ କର, ସାଉଥ୍ ଇଣ୍ଡିଆନ୍ ଡିଶ୍ ସବୁ ବନେଇ ଦେ। ମା, ମୋତେ କିଛି ସାଉଥ୍ ଇଣ୍ଡିଆନ୍ ଖାଇବା ବନେଇବା ଆସେନି।